ଅନେଶତ ବର୍ଷରେ ପଦାର୍ପଣ କଲା ଚାନ୍ଦବାଲିର ପ୍ରସିଦ୍ଧ କାଳୀପୂଜା। 5.5 ଫୁଟ ଉଚ୍ଚତା ବିଶିଷ୍ଟ କଳାମୁଗୁନି ପଥରରେ ତିଆରି ହୋଇଛି ମା ଦକ୍ଷିଣେଶ୍ୱରୀ କାଳୀଙ୍କ ମୂର୍ତ୍ତି। ନିଜ ଇଚ୍ଛାରେ ମା ଏଠାରେ ବିରାଜମାନ ହୋଇଥିବା କିମ୍ବଦନ୍ତୀ ରହିଛି। ଭକ୍ତିର ସହିତ ମାଙ୍କୁ ଆରାଧନା କଲେ ସେ ନିଶ୍ଚୟ ବିପଦରୁ ମୁକ୍ତ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କାର୍ତ୍ତିକ ଅମାବାସ୍ୟା ବିଳମ୍ବିତ ରାତ୍ରରେ ମାଙ୍କ ପୂଜା ଆରମ୍ଭ ହୋଇଥାଏ। 8 ଦିନ ଧରି ମାଙ୍କର ପୂଜାବିଧି ଅନୁସାରେ ଅନୁଷ୍ଠିତ ହୋଇଥାଏ। 1888 ମସିହା ନଭେମ୍ବର 20 ତାରିଖ ଦିନ ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କର ସହଧର୍ମିଣୀ ମା ଶାରଦା ଦେବୀ କଲିକତାରୁ ଷ୍ଟିମର ଯୋଗେ ଚାନ୍ଦବାଲିକୁ ଆସିଥିଲେ। ଶ୍ରୀକ୍ଷେତ୍ର ପୁରୀକୁ ଯିବା ବାଟରେ ଉଦଣ୍ଡ ନୃତ୍ୟ ହେଉଥିବା କଥା ଶୁଣି ପାଞ୍ଚପଡ଼ା ଗ୍ରାମ ନିକଟରେ ଥିବା ଶ୍ମଶାନ ନିକଟକୁ ଆସିଥିଲେ। ସେଠାରେ ମନୋରମ ଦୃଶ୍ୟ ତାଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିଥିଲା। ପରେ ଶ୍ରଦ୍ଧା ଓ ଭକ୍ତିର ଅର୍ଘ୍ୟ ନିବେଦନ କରିବା ପରେ ଏଠାରେ ମା ବିରାଜମାନ କରିବା କଥା କିମ୍ବଦନ୍ତୀ କହେ। ମା ତ ହେଉଛନ୍ତି ସ୍ୱୟଂ ଦକ୍ଷିଣେଶ୍ୱରୀ କାଳୀ। ଦକ୍ଷିଣେଶ୍ୱରୀ କାଳୀଙ୍କ ସହିତ ସମ୍ପର୍କ ହେଉଛି ସ୍ୱୟଂ ଜଗନ୍ନାଥଙ୍କର। ଏ ଜଗନ୍ନାଥଙ୍କର ଏକ ଅବତାର ମଧ୍ୟ। ଜଗନ୍ନାଥ ମହାପ୍ରଭୁଙ୍କ ଯେତେବେଳେ ଦକ୍ଷିଣେଶ୍ୱରୀ କାଳୀ ରୂପରେ ପୂଜା ପାଆନ୍ତି ସେଠି ତାଙ୍କୁ ଜଗନ୍ନାଥ ବୋଲି ହିଁ ବିଚାର କରାଯାଏ। ଇଏ ତ ସର୍ବମଙ୍ଗଳ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟ ତ୍ର୍ୟମ୍ବକ ଗୌରୀ ନାରାୟଣୀ ନମସ୍ତୁତେ ଶରଣାଗତ ଦୀନାର୍ଥ ପରିତ୍ରାଣ ପରାୟଣୀ ସର୍ବସ୍ୟାର୍ଥୀ ହରେ ଦେବୀ ନାରାୟଣୀ ନମସ୍ତୁତେ। ଇଏ କାଳୀ, ଇଏ ମହାମାୟା। ये काली केवल नुहति ये हूँ महामाया। महामाया तीन स्वरूप प्रकाश पाई। गोटे काली रूप से दुर्गा रूप से सरस्वती रूप से काली रूप महामाया ये पूजा पाँच जे कि सृष्टि की तैयारी आम समस्ते जाचे ये माँ आज जो दक्षिणेश्वरी काली को देखुचे ये हूँ श्मशान काली। ये श्मशान ही उत्पत्ति होते कथा किंवदंती अच्छी जो स्थान 1 लाख मुंड गड़े सेठारे माँ काली आविर्भाव हुंती। ये कालींकर गोटे किंवदंती अच्छी पुण्यतया बैतरणी नदी कूल ये माँकर धाम से अच्छी कथार जे बैतरणी तट पंचवट पांचपड़ा ग्राम पद्म पोखरी महाश्मशान विजय माँ दक्षिणेश्वरी काली। तेणु ये काली माँकर लीला बड़ अपार। आज को 19 वर्ष धरी माँ एठारे पूजा पाउछंती। प्रथमे आम ये अंचलर बदान्य व्यक्ति जे कि स्वर्ग दीपचंद राय एवं तत्कालीन चांदबाली थानार राइटर मियाँ साहेब दराफ मियाँ एमानंकर उद्यम प्रथम एठारे काली मंदिर जो एक ताल बरड़ा चाल घरे आरंभ करथिले। जहाँकि जो स्थान रही ताहा होची तत्कालीन जमीदार दीनबंधु खंडेत रायंकर जमी दान जमी रे मंदिर प्रतिष्ठा होता। ताहा कालक्रमे यही भव्य और दिव्य रूप से आसी पहुँची। आज को ठीक 1987 मसीहा बैशाख मास धनिष्ठा नक्षत्र रे माँकर ये जो पाषाण विग्रह आपण माने देखुचंती ये पाषाण विग्रह प्रतिष्ठा लाभ करथिला। चांदबाली देवकांत महांती रिपोर्ट चर्चा न्यूज।